ଜୟଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଏକ ନୂତନ ଅଧ୍ୟାୟକୁ ବିଜ୍ଞ ଶ୍ରୋତା ଓ ଦର୍ଶକମାନଙ୍କୁ ସ୍ୱାଗତ କରୁଛି। ମୁଁ ନାରାୟଣ ମିଶ୍ର। ଆଜିର ଅଧ୍ୟାୟ ଦେହ ଚାରିପଟେ ମୁହଁ। ଏପକା ମଣିଷକୁ ଆପଣ ମୁହଁରୁ ଦେଖି ଜାଣିପାରିବେ ନାହିଁ ଯେ ତା ମନ ଭିତରେ କ'ଣ ସେ ଭାବୁଛି। ଯିଏ ସ୍ୱାଗତ କରୁଛି ଡର ମାଡ଼ୁଛି, କୌଣସି କାମ ପାଇଁ କିଏ ପହଞ୍ଚିଗଲେ ବା ତେଲ ମାଲିସ କରି କଥାବାର୍ତ୍ତା କଲେ ଡର ମାଡ଼ୁଛି ଯେ ମୁଁ ତା'ର କିଛି କରିପାରିବି କି ନାହିଁ, କାରଣ ସେ ଯାହା କହୁଛି ପ୍ରକୃତରେ ସେ ଆସେ ଭାବୁନି। ମନ ଭିତରେ ଗୋଟେ ପ୍ରକାର ଚିନ୍ତା, ଉପରେ ପାଟି ବାଟେ କଥା ବାହାରୁଛି ଆଉ ଗୋଟେ ପ୍ରକାର। ବିଷୟଟି ନାଁ ହେଲା ଦେହ ଚାରିପଟେ ମୁହଁ। ତଟିନୀ ବୋଲି ଝିଅଟିଏ +2 ପଢ଼ୁଥିଲା, ମାଟ୍ରିକରେ 87% ରଖିଥିଲା। ରେଜଲ୍ଟ ବାହାରିଲା, ସେ 3rd କ୍ଲାସ୍ ପାଇଛି। ତେଣୁ ସେ ଆତ୍ମହତ୍ୟା କଲା। ଆତ୍ମହତ୍ୟା ଯେ ସେ ଏକୁଟିଆ କଲା, ଆଉ କେହି କରନ୍ତି ନାହିଁ ସେ କଥା ନୁହଁ। କିନ୍ତୁ ଏତେ କମ୍ ବୟସରୁ ଜୀବନ ପ୍ରତି ବିତୃଷ୍ଣା ଆସିବାର କାରଣ ଆମର ଏଇ ସମାଜ ସାରା ଦେହ ଚାରିପଟେ ମୁହଁ ଥିବା ବ୍ୟକ୍ତିବିଶେଷମାନେ। ଯେତେବେଳେ ରେଜଲ୍ଟ ବାହାରିଲା, ଯଦି ସେ 1st କ୍ଲାସ୍ ପାଇଥାନ୍ତା, ଆପଣଙ୍କ ପୁଅ ଯଦି 1st କ୍ଲାସ୍ ପାଇଛି, ଆପଣ କାହାକୁ କହିବା ଦରକାର ନାହିଁ। ଯଦି ଆପଣ ନିଜେ ଯାଇ ବୁଲି ବୁଲିକିରି କହନ୍ତି, ଏ ସମାଜର ଲୋକ କହିବେ ଏମିତି ଏ ବର୍ଷ କେତେ 1st କ୍ଲାସ୍ ପାଇଛନ୍ତି, ମାନେ ଆପଣଙ୍କ ପୁଅ 1st କ୍ଲାସ୍ ପାଇବାର କିଛି ଗୁରୁତ୍ୱ ନାହିଁ। କିନ୍ତୁ ଯଦି ଫେଲ୍ ହେଇଥିବ ତାହେଲେ ଆପଣ କହିବା ଦରକାର ନାହିଁ। ଲୋକ ଖୋଜି ବୁଲୁଥିବେ ଆପଣଙ୍କୁ ଯେ କୁଆଡ଼େ ଗଲେ, କାରଣ ଆପଣଙ୍କୁ ପଚାରିବେ, ଜାଣିଛନ୍ତି ସେ ଫେଲ୍ ହେଇଛି, ମୋ ପୁଅ ଫେଲ୍ ହେଇଛି ବୋଲି ସେ ଜାଣିଛନ୍ତି, କିନ୍ତୁ ମୋତେ ଖୋଜୁଥିବେ କାହିଁକି ନା ସେ କଟା ଘାରେ ଚୂନ ମାରିବାକୁ ବ୍ୟସ୍ତ। ପଚାରିବେ କ'ଣ ହେଇଛି। ମୁଁ ଯଦି କହିବି ନାହିଁ ସେ ଭଲ କରିନି, କ'ଣ ଫେଲ୍ ହେଇଛି ନା 3rd କ୍ଲାସ୍ ହେଇଛି, ନା ଫେଲ୍ ହେଇଛି କି 3rd କ୍ଲାସ୍ ହେଇଛି, ଏତିକି ଶୁଣିକିରି କହିବେ ଯେ ଆପଣ ତ ଦୁନିଆ ଟ୍ୟୁସନ୍ ଦେଉଥିଲେ, ଏଠୁ ସେଠିକି ଦୁନିଆ ପଇସା ଖର୍ଚ୍ଚ କରୁଥିଲେ, କୋଚିଂ ସେଣ୍ଟର ପଠାଉଥିଲେ, ଟ୍ୟୁସନ୍ ଦେଉଥିଲେ, ପୁଣି ଏମିତି ରେଜଲ୍ଟ କାହିଁକି ହେଲା ଯାହାର ଉତ୍ତର ଆପଣଙ୍କ ପାଖରେ ନଥିବ। ତେଣୁ ଲୋକ ଫେଲ୍ ହେବା ଖବର ବା କାହାର ଘରୁ କିଏ ପଳେଇଯିବା ଖବର ବା କାହାର କିଛି ଗୋଟେ ଆକ୍ସିଡେଣ୍ଟ ହେଇଯିବା ଖବର ଶୁଣି ସେଟାକୁ ଜଲ୍ଦି ପ୍ରଚାର କରନ୍ତି। କିଏ ପ୍ରମୋସନ୍ ପାଇଥିବା ଖବର ବା ତା'ର କିଛି ଭଲ ହେବା, ଲଟେରୀ ଉଠିବା ଖବର ବା ତା ପୁଅ ଭଲ କରିଥିବା ପରୀକ୍ଷାରେ ଖବର କେହି ପ୍ରଚାର କରନ୍ତି ନାହିଁ। ଏଇ ଯେଉଁ 2 ପ୍ରକାର ମୁହଁ ମଣିଷର, ବେଳେବେଳେ 3-4 ପ୍ରକାର ମୁହଁ ବି ଥାଏ। ତେଣୁ ଏ ସବୁ କେବଳ ମଣିଷର ଥାଏ। ଦେହ ଚାରିପଟେ ମୁହଁ ଥିବା ଯୋଗୁଁ ସିଏ ଯାହା ଭାବନ୍ତି ସେୟା କହନ୍ତି ନାହିଁ, ଆଉ ଯାହା କହନ୍ତି ସେଇଟା ତାଙ୍କ ମନ ଭିତରେ ନଥାଏ। ତେଣୁ ଏଇ ଯେଉଁ ଗାର୍ଡ଼ିଅନ୍ ମାନେ ସବୁ, ଅନ୍ୟାନ୍ୟ ପାଖ ପଡ଼ୋଶୀ, ସହକର୍ମୀ, ଏସବୁ ଯେଉଁ ତା ବାପାଙ୍କୁ କାନ୍ଦିବା ପର୍ଯ୍ୟନ୍ତ ପଚାରିଲେ ଯେ ଆପଣ ପିଲାର କ'ଣ ହେଇଛି, ଏତେ ଟ୍ୟୁସନ୍ ଦେଉଥିଲେ, ତା'ର ଖରାପ ହେଇଛି, ଏମାନେ ଜାଣିଛନ୍ତି, କିନ୍ତୁ ପଚାରିବାର କାରଣ ତା ବାପାଙ୍କୁ କନ୍ଦେଇବା। ସମାଜ ଆମର ଖରାପ ଖବରକୁ ପ୍ରଚାର କରିବାରେ ଭାରି ବ୍ୟସ୍ତ। ଆମର ଅଭ୍ୟାସ ଯେ ଆମେ ଖରାପ ଖବରଟାକୁ ପ୍ରଚାର ନ କଲା ପର୍ଯ୍ୟନ୍ତ ଭୋକ ଶୋଷ ଆମକୁ ହଏନି। ଫଳ ଭଲ ହେଇଥିଲେ ଯେଉଁ ମୁହଁଟି କହୁଥାଏ ଯେ ପିଲାଟି ଅତି ସାଧାରଣ ପିଲା, ନିରୀହଟିଏ, ଭାରି ପରିଶ୍ରମୀ, ମିଷ୍ଟଭାଷୀ, ଯଦି ଫଳ ଭଲ ହେଇଥାଏ, ଏଇସବୁ ବିଶେଷଣ ସହକର୍ମୀମାନେ, ପଡ଼ୋଶୀମାନେ, ପାଖ ପଡ଼ିଶାମାନେ ସବୁ କହନ୍ତି। କିନ୍ତୁ ଯଦି ଖରାପ ହେଇଥିବ, ସେଇ ମୁହଁ ପୁଣି କହିବ ସେ ଟୋକାଟା ଛତରା ହେଇଯାଇଥିଲା, ମୁଁ ଜାଣିଥିଲି ସେ ଫେଲ୍ ହେବ। ସେ ହାଟ ପାଖରେ ଦେଖା ହେଇଥିଲା ଥରେ, ସେ ଲୁଚିକିରି ସିଗାରେଟ୍ ଖାଉଥିଲା, ଇନ୍ଦ୍ରଚନ୍ଦ୍ର ମାନୁନଥିଲା, ଅତି ଗର୍ବେ ହତାଲଙ୍କା, ଏମିତି କେତେ କ'ଣ ତାଙ୍କ ପାଖରେ ଅଛି ଶବ୍ଦ କହିବାକୁ। ଯଦି ପିଲାଟି ଆପଣଙ୍କର ଫେଲ୍ ହେଇଗଲା ବା କିଛି ଖରାପ କଲା ବା କିଛି ଖରାପ ଖବର ଆପଣ ଘରୁ ଆସିଲା, ଘରୁ କିଏ ପୁଅ ପଳେଇଯାଇଛି କି ଝିଅ ପଳେଇଯାଇଛି କି କ'ଣ ହେଇଛି, ସେ ଖବରଟା ଅତି ଦ୍ରୁତ ଗତିରେ ବିଜୁଳି ବେଗରେ ସବୁଆଡ଼େ ଯାକ ପ୍ରଚାର କରିବାକୁ ସମସ୍ତେ ଲାଗି ପଡ଼ନ୍ତି, ଜଣେ ଯଦି ନୁହନ୍ତି। ତେଣୁ ଚୂନ ହାଣ୍ଡି ଧରି ଖଣ୍ଡିଆ ଖୋଜିକିରି ବୁଲିବା ଏବଂ ଲୋକଙ୍କ ଖଣ୍ଡିଆରେ ଚୂନ ମାରିବା, କେତେ ଖଣ୍ଡିଆକୁ କେତେ ଚୂନ ଦରକାର, ଏସବୁ ଆମ ପଡ଼ୋଶୀ, ସହକର୍ମୀ ଆଉ ଆମ ସାଙ୍ଗରେ ଚାଲବୁଲ କରୁଥିବା, ଆମକୁ ଚିହ୍ନିଥିବା ଲୋକମାନଙ୍କୁ ବେଶ ଜଣା। ରୋଗୀଟିଏ ତ ଡାକ୍ତର ପାଖରେ ପହଞ୍ଚୁଛି, ଡାକ୍ତର ଗୋଟିଏ ମୁହଁ ତାକୁ ଆଶ୍ୱାସନା ଦେଉଛି, ଆଉ ଗୋଟିଏ ମୁହଁ ଖୋଜୁଛି ସେ କି ଚାକିରି କରିଛି, କେତେ ଟଙ୍କା ଦେଇପାରିବ, ଆଉ ଗୋଟିଏ ମୁହଁ କହୁଛି ଯେ ୟାକୁ କ'ଣ କଲେ, କେଉଁ ରୋଗ କହିଲେ ୟାଠୁ ଯଥେଷ୍ଟ ପଇସା ଆଣି ହେବ, ଆଉ ଗୋଟିଏ ମୁହଁ କହୁଛି ଯେ ତୁମେ 50 ପ୍ରକାର ଟେଷ୍ଟ କରିକିରି ଆସ, ତୁମର କିଛି ବାହାରୁ ନ ବାହାରୁ, ଏତିକ ଟେଷ୍ଟ ମୁଁ ଦେଖିବା ଦରକାର। ଯେଉଁ ଜାଗାକୁ ସେ ପଠାଉଛି
ସେଇ ପର୍ଟିକୁଲାର ଜାଗାରେ ତୁମେ ନ କଲେ ସେ ଟେଷ୍ଟ ରିପୋର୍ଟ ଦେଖିବନି। ଡାକ୍ତର କହିବ ଅମୁକ ଜାଗାରେ ତୁମେ ବ୍ଲଡ଼ ଟେଷ୍ଟ 50 ପ୍ରକାର ବ୍ଲଡ଼ ଟେଷ୍ଟ କରିକି ଆଣ, ଏଇ ଜାଗାରେ କର, କାରଣ ତାଙ୍କର ସେଥିରେ ପରସେଣ୍ଟେଜ୍ ଅଛି। ତେଣୁ ଚିକିତ୍ସା କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଡାକ୍ତରଙ୍କର ଅନେକ ମୁହଁ କାମ କରୁଛି। ଆପଣ ଓକିଲଙ୍କ ପାଖକୁ ଯାଆନ୍ତୁ, ଯେତେବେଳେ ମକଦ୍ଦମାଟି ହାତକୁ ନେବେ, ଯେଉଁଦିନ ପ୍ରଥମେ ଆପଣ ତାଙ୍କୁ ଦେଖା କରିବେ, ସେ ଆପଣଙ୍କ କେସ୍ଟି ପୁରା ଶୁଣି ସାରିଲା ପରେ କହିବେ ଏଇଟା ଭାରି କଷ୍ଟ, ଆପଣଙ୍କର ସବୁ ଭୁଲ, ଜିତିବା ଭାରି କଷ୍ଟ। ତାପରେ ସାଙ୍ଗେ ସାଙ୍ଗେ କହିବେ ଅବଶ୍ୟ ମୁଁ କରିଦେବି ସବୁ କାମ, ଆପଣଙ୍କୁ ନିଶ୍ଚୟ ଜିତେଇ ଦେବି, 2 ମାସ ଭିତରେ ଅର୍ଡ଼ର ଆଣିକି ଦେବି, ଆପଣଙ୍କ ଫେଭରରେ ଅର୍ଡ଼ର ଆସିବ। ମକଦ୍ଦମା ପୂର୍ବରୁ କହିବ ଜିତିବା ଭାରି କଷ୍ଟ, ଯେମିତି ମକଦ୍ଦମାଟି ହାତକୁ ନେଇଯିବ ଏବଂ ପ୍ରଥମେ 10-20 ହଜାର କି 30 ହଜାର ଧରି ନେବ, ତାପରେ ଆଉ କ'ଣ ହେବ ନା ସେ କହିବ ଯେ କିଛି ବ୍ୟସ୍ତ ହୁଅନ୍ତୁନି, ଆପଣ ଯାଆନ୍ତୁ, 2-3 ମାସ ଭିତରେ ଏ କେସ୍ ଫଇସଲା ହେଇଯିବ। ସେ ଯିଏ ଜଜ୍ ନାହିଁ ଯାହା କୋର୍ଟରେ କେସ୍ ପଡ଼ିବ, ମୁଁ ମୋ ଚିହ୍ନା ପରିଚୟ ଜଜ୍ କୋର୍ଟରେ କେସ୍ ପକାଇବି, ଆପଣଙ୍କୁ ଜିତେଇବି, ସେ ଆମ ଗାଁ ଲୋକ। ଏବଂ ଯେଉଁ ଲୋକ ତାଙ୍କ ପଟର ଓକିଲ ଯିଏ ଲଢ଼ୁଛି ସିଏ ମୋରି ପାଖରେ ଜୁନିୟର ଥିଲା, ମୋଠୁ ଓକିଲାତି ଶିଖିଛି। ତେଣୁ ଆପଣ ବ୍ୟସ୍ତ କିଛି ହୁଅନ୍ତୁନି, ଜିତିବାଟା ଥୟ। ଆଉ ଯେମିତି ସେ କେସ୍ଟି ନେଇଯିବ, ତାପରେ କେବଳ ତାରିଖ ପଡ଼ୁଥିବ, ଏ ତାରିଖରୁ ଅନ୍ୟ ତାରିଖ, ଆପଣ ଦୌଡ଼ୁଥିବେ। ଟଙ୍କା ଦାଖଲ କରି କେସ୍ ଫାଇଲ୍ ହେଇଗଲା ପରେ ଦୌଡ଼ୁଥାରେ ମହକିଲ ବାବୁ। ଆପଣ ମହକିଲ, ଆପଣ ଦୌଡ଼ୁଥିବେ, ପଇସା ଦିଅ ତାରିଖ କର, ଫେର ପଇସା ପୁଣି ତାରିଖ, ପୁଣି ବାଳ ପାଚିଯିବ, ମକଦ୍ଦମା ଉଠି ଉଠି ଉପର କୋର୍ଟକୁ ଯାଉଥିବ। ଆପଣ ଜିତୁଥିଲେ ପୁଣି ଉପର କୋର୍ଟକୁ ସେ ଆର ପାଟି ଯିବ, ଆପଣ ହାରୁଥିଲେ ଆପଣ ଯିବେ ଆର କୋର୍ଟକୁ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ଆପଣ ଦୁଆର ମୁହଁରେ ତେରେ ଦ୍ୱାରେ ଖାଡ଼ା ଏକ ଯୋଗୀ, ଯେଉଁ ଗୀତ, ସେ ଆପଣ ଥାଳ ଧରିକି ନ ଧରିଛନ୍ତି, ଆପଣ ସେ ପର୍ଯ୍ୟନ୍ତ ଓକିଲ ଆପଣଙ୍କୁ ଛାଡ଼ିବନି। ଯେଉଁ 2 ମାସ ଭିତରେ କେସ୍ ଫଇସଲା କରିକି ଆପଣଙ୍କୁ ଅର୍ଡ଼ର ଦେଇଦେବ, ସେଗୁଡ଼ା ସୁଦୁ ମିଛ ଗାଲୁ କଥା। ସେ ଯେଉଁ ମୁହଁ କହୁଥିଲା ଯେ ମୋ ଗାଁ ଜଜ୍ ହେଉଛନ୍ତି ମୋ ଗାଁର, ମୁଁ ମୋ ଚିହ୍ନା ପରିଚୟ ଜଜ୍ଙ୍କ କୋର୍ଟରେ ପକାଇବି, ସେ ଆଉ ଧରାଛୁଆଁ ଦେବନି। ସେ ଖାଲି ତାରିଖଟା ଆପଣଙ୍କୁ ଜଣାଇଦେବ, ଆପଣଙ୍କୁ ଡାକିବ, ଆପଣ କୋର୍ଟକୁ ଯିବେ, ତାରିଖ ଥିଲା ଏତିକି ଏତିକି ଟଙ୍କା ସବୁ ଦେବାକୁ ପଡ଼ିବ, ତେଣୁ କିଛି ପଇସା ନେଇଯିବେ, ପୁଣି ଆଉ ଗୋଟେ ତାରିଖ ହେବ। ତେଣୁ ଆପଣ ସେ ଜାଲରେ ଥରେ ପଡ଼ିଲେ ଆଉ ବର୍ତ୍ତିବା ଅସମ୍ଭବ। ଆଉ ଗୋଟେ ଆସନ୍ତୁ, ଟିଚର୍ସମାନଙ୍କ ପାଖକୁ ଯିବା। ପିଲାମାନେ ଆଜିକାଲି ଯେତେ ଉପର କ୍ଲାସ୍କୁ ଯାଉଛନ୍ତି, ତାଙ୍କର ସେତେ ଅଧିକ ଟ୍ୟୁସନ୍ ଦରକାର ହେଉଛି। ଏମିତି ପାଠପଢ଼ା ସ୍କୁଲ କଲେଜରେ ହେଉଛି ଯେ ପିଲା ଯେତେବେଳେ 4th, 5ମ, 6ଠ, 7ମ ଭିତରେ ପଢ଼ୁଥିଲା, ତାକୁ କେବଳ ଗଣିତ ଟ୍ୟୁସନ୍ ହେଉଥିଲା। ଯେତେବେଳେ ହାଇସ୍କୁଲକୁ ଗଲା, ଗଣିତ, ବିଜ୍ଞାନ, ଇଂରାଜୀ 3ଟା ବିଷୟ ଟ୍ୟୁସନ୍ ହେଲା। ବଡ଼ ଦୁଃଖର କଥା, ଯେତେବେଳେ କଲେଜରେ ପଢ଼ିଲା, ଏମିତି ପାଠପଢ଼ା ହେଉଛି, ସିଏ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ମ୍ୟାଥମେଟିକ୍ସ, ଏମିତି ଏତିକି ଖାଲି ନୁହଁ, ଓଡ଼ିଆରେ ବି ଟ୍ୟୁସନ୍ ହେବା ଦରକାର ପଡ଼ୁଛି। ତେଣୁ ପାଠପଢ଼ାଟା କେଉଁ ଗତିରେ ଉପର କ୍ଲାସ୍କୁ ଯେତେ ଯିବ, ଏତେ ପାଠପଢ଼ା ବଢ଼ିଆ ହେଉଛି ଯେ ପିଲାର ଟ୍ୟୁସନ୍ ମାତ୍ରା ବଢ଼ି ଚାଲିଛି। କୋଚିଂ ସେଣ୍ଟର ସବୁ ଖୋଲା ହେଇଛି, କ୍ଲାସ୍ରେ ପଢ଼ା ହେଉ ନ ହେଉ, ପିଲାମାନେ କୋଚିଂ ସେଣ୍ଟର ବା 4-5ଟା ଟ୍ୟୁସନ୍ ଯିବାକୁ ବାଧ୍ୟ, ନହେଲେ ବୁଝିପାରିବେନି କ'ଣ ହେଉଛି। ତେଣୁ ପାଠପଢ଼ାଟା ସ୍କୁଲ କଲେଜରେ ଆଦୌ ନାହିଁ। ଆପଣ କହିବେ କାହିଁ ସ୍କୁଲ କଲେଜ ତାହେଲେ ଖୋଲା ହେଇଛି ଗୁଡ଼ାଏ ପିଲାଙ୍କୁ ଏକାଠି କିଛି ସମୟ ରଖିବାକୁ, ଅନ୍ତତଃ 10ଟାରୁ 4ଟା ସେମାନେ ରହିବେ। କାହିଁକିନା ତା ନହେଲେ ଗୋଟେ ଚାପ୍ଟରରୁ ଖଣ୍ଡେ 2 ଖଣ୍ଡ ଅଙ୍କ କରିଦେଇ ସବୁଯାକ ଦେଇଦେବା ଘରକୁ, ଘରେ କିଏ କରେଇବ? କାହା ଘରେ ଟିଚର୍ସ ମାନେ ଅଛନ୍ତି ଯେ ତାକୁ ପାଠ କରେଇବେ? ଆପଣମାନେ ସ୍କୁଲରେ କିଛି କରୁନାହାନ୍ତି, କଲେଜରେ କିଛି କରୁନାହାନ୍ତି। ଆମେ ଯେତେବେଳେ ପିଲା ଥିଲୁ, ସ୍କୁଲ କଲେଜରେ ସବୁ ବିଷୟ କରାହେଉଥିଲା, ସବୁ ପାଠ ପଢ଼ା ହେଉଥିଲା, ଟ୍ୟୁସନ୍ ଆଦୌ ନଥିଲା। ଏବେ ଟ୍ୟୁସନ୍ ହେଇଗଲା ପରେ, କୋଚିଂ ସେଣ୍ଟର ସବୁ ଖୋଲିଗଲା ପରେ, କୋଚିଂ ସେଣ୍ଟର ବାଲା କହୁଛନ୍ତି ଯେ ଆମ କୋଚିଂ ସେଣ୍ଟରରେ ଆଡ଼ମିସନ୍ ନିଅ, ଦେଖିବ ପିଲାଟି ଡାକ୍ତର ନିଶ୍ଚୟ ହେବ, ଇଞ୍ଜିନିୟର ନିଶ୍ଚୟ ହେବ। ଏଇ ଯେଉଁ ପ୍ରତିଶ୍ରୁତି, ଯେଉଁ ମୁହଁ ଦେଉଛି, ସେ ମୁହଁଟା କୁଆଡ଼େ ଯାଏ ରେଜଲ୍ଟ ବାହାରିଲା ପରେ ଆମେ ଜାଣିପାରୁନୁ। ତୁମେ ପିଲା ଆଡ଼ମିସନ୍ କଲ, ଏ ବର୍ଷ ନିଟ୍ ପରୀକ୍ଷା ପାଇଁ 800 ପିଲାଙ୍କୁ କୋଚିଂ ସେଣ୍ଟର ନେଲ, ସେଥିରୁ 25ଟା ପିଲା ପାଇଲେ। ସେ 25ଟା ପିଲାଙ୍କର କି 20ଟା ପିଲାଙ୍କର ତୁମେ ଫଟୋ ଉଠେଇକି ସବୁ ବାହାବା ନେଲ। ଆଉ ଯେଉଁ 775 ପିଲା ପାଇଲେ ନାହିଁ, ତାଙ୍କ ଗାର୍ଡ଼ିଆନଙ୍କୁ ପଇସା କିଏ ଫେରାଇବ? କେତେ % ଫେରା ହେଉଛି? ଆଦୌ ପଇସା ଫେରା ହେବନି। ଆପଣ ଏଇ 25ଟା ପିଲାଙ୍କ ଫଟୋ ମାରିକିରି ସେ ପୁଣି ଆଉ ଥରେ ଆଡ଼ମିସନ୍ କରିବେ ଅନ୍ୟ ପିଲାଙ୍କର, ନୂଆ ପିଲାଙ୍କର। ତେଣୁ ଯେଉଁ ପ୍ରତିଶ୍ରୁତି ଯେଉଁ ଟିଚର୍ସ ମାନେ ଦେଉଛନ୍ତି କୋଚିଂ ସେଣ୍ଟର ଆଉ ଟ୍ୟୁସନ୍ରେ, କଲେଜରେ ନୁହଁ, କଲେଜ ସ୍କୁଲରେ ତ ପାଠପଢ଼ା ନାହିଁ, ଆଉ ସେଟା ତ ଗୋଟେ ଖାତା ମେଣ୍ଟେନ୍ କରାହେଉଛି, ପ୍ରୋଗ୍ରେସ୍ ରିପୋର୍ଟ, କ'ଣ ମାଷ୍ଟରମାନେ ପଢ଼େଇଲେ। ଯେତେବେଳେ DPI ଭେରିଫାଏ କରୁଛନ୍ତି ବା ମନ୍ତ୍ରୀ ବା ଉଚ୍ଚସ୍ତରୀୟ ଅଧିକାରୀମାନେ ଯାଉଛନ୍ତି ଭେରିଫାଏ କରିବାକୁ, ସେମାନେ ଦେଖୁଛନ୍ତି ଯେ ପାଠପଢ଼ା ପୁରା ରେଗୁଲାରଲି ହେଉଛି।
କାରଣ ଖାତାରେ ଲେଖା ହେଇଛି ଏଇ ଦିନ ଏଇ ପାଠ ପଢ଼ା ହେଇଛି, ପ୍ରକୃତରେ କିଛି ପଢ଼ା ହେଉନି, ଆଦୌ ପଢ଼ା ହେଉନି। ଯଦି କିଛିଟା ପଢ଼ା ହେଉଥାନ୍ତା ତାହେଲେ ଖୁବ୍ କମ୍ ବିଷୟରେ ପିଲାମାନେ ଟ୍ୟୁସନ୍ କରୁଛନ୍ତି। ସବୁ ପିଲା ପ୍ରାୟ, ଯାହାର ପଇସା ନାହିଁ ତା କଥା ଅଲଗା, ନହେଲେ ସବୁ ପିଲା ଟ୍ୟୁସନ୍ ବା କୋଚିଂ ସେଣ୍ଟର ଯାଉଛନ୍ତି। ସ୍କୁଲ କଲେଜ ଖୋଲା ହେଇଛି, କେବଳ ଚକାଚକ କରିକି ଘର ଦ୍ୱାର ସବୁ ତିଆରି କରି ରଖିଛନ୍ତି। ଯେଉଁଠିକି ତୁମେ ଯିବ, ଯେତେ ବଢ଼ିଆ ଚକାଚକ କରାହେଇଛି ସ୍କୁଲ କଲେଜକୁ, ସେତେ ବଢ଼ିଆ ପଇସା ତୁମର ଟ୍ୟୁସନ୍ ଫିସ୍ଟା ସେତେ ଅଧିକ, ମାନେ ରେଗୁଲାର ଫିସ୍ଟା ଅଧିକ। ତେଣୁ ଇଏ ହେଲା ଟିଚର୍ସମାନଙ୍କ କଥା। ପିଲାର ଫଳ ବାହାରିଗଲା ପରେ ଅଭିଭାବକମାନଙ୍କୁ ବୁଝେଇବାକୁ ଯେ କାହିଁକି ତା'ର ଖରାପ ହେଲା, ସିଏ ମାଷ୍ଟରଙ୍କର ଆଉ ଗୋଟେ ମୁହଁ। ସେ ବୁଝେଇ ଦେବେ କାହିଁକି ଆପଣ ପିଲାର ଖରାପ ହେଲା। କିଏ କେଉଁ ଦିନ ଆସୁଥିଲା, କେଉଁ ନ ଆସୁଥିଲା, କେମିତି ପଢ଼ୁନଥିଲା, ତା ରେଜଲ୍ଟ ଭଲ କରିବାକୁ କେମିତି ବାରମ୍ବାର ଆପଣଙ୍କୁ ଖବର ଦିଆଯାଇଥିଲା। ଆରେ ତୁମକୁ ତ ସ୍କୁଲ କଲେଜରେ ତୁମର 8 ଘଣ୍ଟା ପିଲା ରହିଲା, ଆଉ 4-5 ଘଣ୍ଟା ଟ୍ୟୁସନ୍ରେ ଗଲା, ଆଉ କେଉଁଠି ବେଳ ରହିଲା ଯେ ଘରେ ସେ ପଢ଼ିଥାନ୍ତା। ତେଣୁ ସିଏ ଟିପାଟିପି କରିକି ସବୁ ହୋମୱାର୍କ ସବୁ କରିକି ଦିଆହେଲା, ସବୁ କରିକି ଆଣିଲା। ସ୍କୁଲ କଲେଜ କ'ଣ ଖୋଲିଛି କେବଳ ପଇସା ନେବା ସକାଶେ? ପ୍ରାୟତଃ ଠିକ୍। ଏବେ ଆସନ୍ତୁ ଜଣଙ୍କ ଘରକୁ ଆମେ ଯିବା, ସୋସିଆଲ ଷ୍ଟ୍ରକ୍ଚରକୁ ଆସନ୍ତୁ, ସାମାଜିକ ବ୍ୟବସ୍ଥାଟା କେମିତି ଅଛି। ମୁଁ ଜଣଙ୍କ ଘରେ ଯାଇ ପହଞ୍ଚିଲି, ତାଙ୍କ ଚାକର ସେ ଲୋକ ଆସିବା ପୂର୍ବରୁ ତାଙ୍କର ଚା' କରିକି ଆଣି ଥୋଇଦେଲା। ମୁଁ ଚା'ଟା ପିଇକିରି ଅଧା ହେଇଛି, ସେ ବାବୁ ଆସି ପହଞ୍ଚିଲେ, କହିଲେ ଚା' ପିଇଲେଣି, ଆଚ୍ଛା ଠିକ୍ ଅଛି, ଆଉ କ'ଣ କୁଆଡ଼େ ଆସିଥିଲେ? ଏମିତି କିଛି ସମୟ କଥାବାର୍ତ୍ତା ହେଇ ମୁଁ ଆସିଲି। ମୁଁ ଅଳ୍ପ ବାଟ ଯାଇଛି କି ନାହିଁ ତଳକୁ, ସେ ଉପର ମହଲାରେ ଥିଲେ, ଯାଇଛି, ସେ ବାବୁ ଶୋଧୁଛନ୍ତି ସେ ଚାକରକୁ, ଆରେ ହାରାମଜାଦା, କ'ଣ ଝିଅ ମନ ସେ ଆସି ପହଞ୍ଚି ସାଙ୍ଗେ ସାଙ୍ଗେ ଚା' କରି ଥୋଇ ଦେଉଛି। ମୋତେ ପଚାରିଥିଲୁ ଚା' କ'ଣ ମାଗଣା ଆସିବ? ଆସୁଛି ଚା', ଚିନି, କ୍ଷୀର ସବୁ ମାଗଣା ଆସୁଛି କି? ଯାହା କ'ଣ ତାକୁ କ'ଣ ଚା' କରି ଥୋଇ ଦେଉଛୁ? ଦିନକୁ 15 ଲୋକ ଆସିବେ, ତୁ 15 ଥର ଚା' କରି ଥୋଇ ଦେବୁ। ଏଣିକି ଯିଏ ଆସିବ ମୋତେ ଭିତରକୁ ଯାଇ ପଚାରିବୁ ଚା' କରିବୁ କି ନାହିଁ, ତାପରେ ଯାଇ ଚା' କରିବୁ। ମୁଁ ଶୁଣିଛି ଏତିକ, ମନ ହେଉଥିଲା ଯାଇକିରି ବାନ୍ତି କରିଦେଇ ଆସିବାକୁ ଚା' ତିକ, କିନ୍ତୁ ବାନ୍ତି ହେଇପାରିବନି। ଆପଣ ଆଉ ଥରେ ଯିବା କାହା ଘରକୁ ଯାଇକରି ମାଗଣା ଚା' ଖାଇବାକୁ ବସିଲେ ମନକୁ 5 ଥର ଭାବିବାକୁ ପଡ଼ିବ ଯେ ପ୍ରକୃତରେ ମୋର ଚା' ଦରକାର କି ନାହିଁ। ଯଦି ଚା' ଦରକାର ନାହିଁ, ଆପଣ କାହିଁକି ତାଙ୍କ ଘରେ ଯାଇ ଚା' ଖାଇବେ, ଯାହା ଘରେ ବି ହେଉ। ହଠାତ୍ ଚା' ଖାଇବା ଅର୍ଥ ଯେ ପଛରେ କିଛି ଶୁଣିବା ଯଦି ପଡ଼ିଲା, ତାହେଲେ ସେ ଚା' ଖାଇବାର ମୂଲ୍ୟ କ'ଣ ରହିଲା? ସିଏ ଅତିଥି ଅଭ୍ୟାଗତଙ୍କର ମାନେ ନିଜ କାମ କାର୍ଯ୍ୟ ଉପରକୁ ନିଶ୍ଚିତ ମାନେ ଆତ୍ମସମ୍ମାନ ବୋଧଟା ପୁରା ଚାଲିଯିବ। କାହିଁକିନା ଗୋଟିଏ ମୁହଁ ସ୍ମିତହାସ ଦେଇ ଅଭ୍ୟର୍ଥନା କରୁଛି, ସେଇ ଲୋକର ଆଉ ଗୋଟେ ମୁହଁ ରକ୍ତ ଚାଉଳ ଚୋବାଉଛି, ଯେ ଏହାକୁ କେମିତି ଅଭଦ୍ର ଭାଷାରେ ଖୋଜିବ। ସେ ଗଲା ପରେ ଯେ ମାଗଣା ଖାଉଛି ବୋଲିକି ଆସୁଛି, ବା ଏଠି କୁଆଡ଼େ ଯାଉଥିଲା ଏପଟେ ବସି ଆସିଲା। ତେଣୁ ବିଚିତ୍ର, ଏ ମଣିଷର ମୁହଁଟା ବିଚିତ୍ର। ଆମର ଦେହ ଚାରିପଟେ ମୁହଁ ହୋଇଗଲାଣି। ଗୋଟିଏ ହସୁଛି, ଆଉ ଗୋଟିଏ ଶୋଧୁଛି, ଗୋଟିଏ ଅଭ୍ୟର୍ଥନା କରୁଛି, ଆଉ ଗୋଟିଏ ମୁନିଆ କିଳା ସଜାଡ଼ିବାରେ ବ୍ୟସ୍ତ। ଗୋଟିଏ ରାମନାମ ଜପ କରୁଛି ଗୋଟିଏ ମୁହଁ, ସେଇ ମଣିଷର ଆଉ ଗୋଟିଏ ମୁହଁ କେଉଁଠି କାହାକୁ ହରଲିଉଟ୍ କରିବ ସେ ବିଷୟରେ ଚିନ୍ତାରେ ରହୁଛି। ଗୋଟିଏ ମୁହଁ ଟାଣୁଛି ତ ଆଉ ଗୋଟିଏ ମୁହଁ ଠେଲୁଛି, ଗୋଟିକରେ ପ୍ରଶଂସା, ଅନ୍ୟଟିରେ ନିନ୍ଦା। ତେଣୁ ବିଶ୍ୱରୂପକୁ ଦେଖି ଅର୍ଜୁନ ଯେଉଁ ହଠାତ୍ କାବା ହୋଇଯାଇଥିଲେ। ତେଣୁ ଦ୍ୱାର ଦେଶରେ ଆମେ ଗୋଟିଏ ଆଗନ୍ତୁକଟିଏ ଦେଖିଲେ ଠିକ୍ ଜାଣି ହେଉନି, ସେ ଆଗନ୍ତୁକ ଜାଣିପାରିବେନି ପ୍ରକୃତରେ ଆମକୁ ସ୍ୱାଗତ କରାଯିବ ନା ଆମେ ଗଲା ପରେ ଆମର ପିଣ୍ଡ ପଡ଼ିବ। ତେଣୁ ଏଇଥିପାଇଁ କି କୁହାଯାଏ ଯେ ଆପଣ ଯେପର୍ଯ୍ୟନ୍ତ କେଉଁଠି ବି ମାଗଣା କିଛି ପାଉଛନ୍ତି, ଯଦି ନିହାତି ଦରକାର ନଥାଏ ଆପଣଙ୍କର, ତାକୁ ଗ୍ରହଣ କରନ୍ତୁନି। କାହିଁକି ନା ଭିତରଟା ସେୟା ନୁହଁ ଯାହା ଆପଣ କଥାବାର୍ତ୍ତାରୁ ଶୁଣୁଛନ୍ତି। ଆପଣ ଯେଉଁ ପ୍ରଶଂସା ଶୁଣୁଛନ୍ତି, ଆଉ ଗୋଟିଏ କଥା ଶୁଣନ୍ତୁ, ଲୋକଙ୍କର ଆର୍ଟିକଲ୍ ସବୁ ସମାଜରେ, ପ୍ରଜାତନ୍ତ୍ରରେ, ମାନେ ବିଭିନ୍ନ ସମ୍ବାଦରେ, ଧରିତ୍ରୀରେ, ବିଭିନ୍ନ ପ୍ରକାର ପେପରରେ ବାହାରୁଛି। ସେଥିରେ ଟେଲିଫୋନ୍ ନମ୍ବରଟି ଦିଆହେଉଛି। ଯେମିତି ଆର୍ଟିକଲ୍ଟି ବାହାରିଯିବ ଆପଣ ଗୁଡ଼ାଏ ଟେଲିଫୋନ୍ ପାଇବେ, ଆଜ୍ଞା ଆର୍ଟିକଲ୍ଟି ଯେଉଁ ବାହାରିଛି ଆଜି ବଢ଼ିଆ ହେଇଛି, ପୁରା ବିଷୟ ଯୁଗାଣ ଉପଯୋଗୀ ହୋଇଛି, ସମାଜକୁ ଠିକ୍ ସୁଧାରିବା ବାଟ ଆପଣ କରୁଛନ୍ତି। ପ୍ରକୃତରେ କେହି ଆର୍ଟିକଲ୍ ପୁରା ପଢ଼ନ୍ତିନି, ଖୁବ୍ କମ୍ ଲୋକ ପଢ଼ନ୍ତି। ତାଙ୍କର ଆପଣଙ୍କୁ ଜଣାଇଦେବା କଥା ଯେ ଆପଣଙ୍କ ଆର୍ଟିକଲ୍ ହେଲେ ଆପଣ ଟିକେ ଖୁସି ହେଇଯିବେ। ଏମିତି 20ଟା କି 30ଟା ଯେଉଁ ଟେଲିଫୋନ୍ ଆସେ, ସେଥିରୁ ଆପଣ ଯଦି ପ୍ରକୃତରେ ବୁଝନ୍ତେ, କେଉଁ ପଚାରନ୍ତେ କ୍ରସ୍ କୋଶ୍ଚିନ୍, କେହି ତା ଦେହରୁ ଜଣେ କି 2 ଜଣ ଖୁବ୍ ବେଶୀ ହେଲେ ପଢ଼ିଥିବେ, ଆଉ ଅନ୍ୟମାନେ ପଢ଼ନ୍ତିନି। ଟେଲିଫୋନ୍ ଗୋଟେ ଦେଖି ସାଙ୍ଗେ ସାଙ୍ଗେ ଟେଲିଫୋନ୍ କରିଦେବେ, ଆଜ୍ଞା ଆର୍ଟିକଲ୍ଟି ଆପଣଙ୍କ ବାହାରିଛି ସମାଜରେ, ଖୁବ୍ ବଢ଼ିଆ ହେଇଛି ଆପଣଙ୍କ ଆର୍ଟିକଲ୍, କି ପୁରା ଯୁଗ ଉପଯୋଗୀ ହେଇଛି। ଆଉ ସମାଜକୁ ସୁଧାରିବା ପାଇଁ ଏମିତି ଆର୍ଟିକଲ୍ ଦରକାର, ଆପଣ ଲେଖି ଚାଲନ୍ତୁ। ଏମିତିକି ଥରେ ଜଣେ ପାଠକ କହିଲେ, ଆଜ୍ଞା ଆପଣ ଯେତେବେଳେ ଅଫିସକୁ ଆସୁଛନ୍ତି, ଆପଣ ଯେଉଁ ଆର୍ଟିକଲ୍ ବାହାରୁଛି ଗୋଟେ ପେପର୍ କପି ଘିନି ଆସୁନାହାନ୍ତି, ଆମେ ପଢ଼ୁଥିବୁ ନ ପଢ଼ୁ, ଆମେ କ'ଣ ସବୁ ପେପର୍ ମଗାଉଛୁ, ତାହେଲେ ଆମେ ପଢ଼ିପାରିବୁ। ଆପଣ ଦେଖନ୍ତୁ କେଉଁ ଏକ୍ସଟେଣ୍ଟକୁ ଜିନିଷ ଗଲାଣି। ତେଣୁ ଆପଣଙ୍କୁ ଯେ ଆତ୍ମପ୍ରଶଂସା, ଯେଉଁ ପ୍ରଶଂସା ଯିଏ କରୁଛି, ଆପଣ କେବେ ଭାବନ୍ତୁ ନାହିଁ ଯେ ସିଏ ପଢ଼ିକିରି ପ୍ରଶଂସା କରୁଛି। ଆପଣଙ୍କ ଆର୍ଟିକଲ୍ ବାହାରିଲା ଠିକ୍ ଅଛି, ଆର୍ଟିକଲ୍ ଲେଖନ୍ତୁ ଠିକ୍ ଅଛି, ଲୋକ ଜଣେ ଦୁଇ ଜଣ ପ୍ରତି 100ରେ ଜଣେ ଦୁଇ ଜଣ ପଢ଼ୁଛନ୍ତି, ତା ବି ଠିକ୍ ଅଛି। କିନ୍ତୁ
ଯେଉଁ ଟେଲିଫୋନ୍ ପାଉଛନ୍ତି 30-50ଟା 40-50ଟା ଯେ ଆପଣଙ୍କ ଆର୍ଟିକଲ ଭଲ ହେଇଛି, ସେଥିରୁ ଶତକଡ଼ା 90 ଟେଲିଫୋନ୍ କଲାବାଲା ଆଦୌ ଆର୍ଟିକଲ ପଢ଼ିନାହାନ୍ତି। ଆର୍ଟିକଲଟିଏ ଲେଖିବାକୁ ଭାରି କଷ୍ଟ। ବହୁ ଜିନିଷ କନସଲ୍ଟ କଲା ପରେ, ବହୁ ବହି ପଢ଼ିଲା ପରେ ଗୋଟେ ଆର୍ଟିକଲ ଲେଖାଏ। ତେଣୁ ସେ ଆର୍ଟିକଲଟି ଯିଏ ଲେଖେ ସେ ଜାଣିଛି କଷ୍ଟ କେତେ। କିନ୍ତୁ ଏଇ ଯେଉଁ ପ୍ରକାର ପ୍ରଶଂସା ଆସେ ବିନା ପଢ଼ିବାରେ, ଏଗୁଡ଼ିକ ପ୍ରତି ଟିକେ ସତର୍କ ରହିବା କଥା ଏବଂ କେବେ ବି କହିବା କଥା ନୁହଁ, ଖୁସି ହେବା କଥା ନୁହଁ, ଆତ୍ମପ୍ରଶଂସାରେ ବିଭୋର ହେବା ଉଚିତ ନୁହଁ। ସେଇଥିପାଇଁ କୁହାଯାଇଛି ଯେ ଦେହ ଚାରିପଟେ ମୁହଁ। ମଣିଷ ଯାହା କହୁଛି ଆପଣ ସେଥିରେ ଶତକଡ଼ା 100 ବିଶ୍ୱାସ କରନ୍ତୁ ନାହିଁ। ସେ ଭିତରେ ଆଉ ଗୋଟେ ପ୍ରକାର, ବାହାରେ ଆଉ ଗୋଟେ ପ୍ରକାର। ଭାବୁଛି ଆଜିର ବକ୍ତବ୍ୟଟି, ଆଜିର ବିଷୟଟି ଯେଉଁ ଦେହ ଚାରିପଟେ ମୁହଁ ଆପଣଙ୍କୁ ଭଲ ଲାଗିଥିବ। ବିଷୟଟିକୁ ସେୟାର କରିବେ, ଲାଇକ୍ କରିବେ। ଆଉ ସବୁଠୁ ବଡ଼ ଜିନିଷ ଯେ ଆପଣ ଯଦି ପାରିବେ ସେଇଠିକି ଆପଣଙ୍କ ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ଦେବେ। ଆଉ ଚ୍ୟାନେଲଟିକି ସବସ୍କ୍ରାଇବ୍ ନିଶ୍ଚୟ କରିବେ ଯଦି ଭଲ ଲାଗେ। ନାହିଁ ତ କିଛି ଦରକାର ନାହିଁ। ସମ୍ପର୍କ ଏମିତି ଥାଉ। ଆପଣଙ୍କ ପରିବାରକୁ ଭଗବାନ ଭଲରେ ରଖନ୍ତୁ। ସମସ୍ତେ ଭଲରେ ରୁହନ୍ତୁ। ଆଜି ପାଇଁ ଏତିକି। ନମସ୍କାର।